ପିଲାମାନେ ଆମେ ଇତିହାସର ଦୁଇଟା ପାର୍ଟ ପଢ଼ିଥିଲେ। ଆଜି ଆମେ ତୃତୀୟ ପାର୍ଟଟା ପଢ଼ିବା। ଦେଖ, ମାନବ ସମାଜର ପ୍ରତ୍ୟେକ କ୍ରିୟାକଳାପ ଇତିହାସର ଅନ୍ତର୍ଭୁକ୍ତ। ଆଜି ଆମେ ଯାହା କାର୍ଯ୍ୟ କରୁଛେ ଏସବୁ ଗୁଡ଼ିକ କେଉଁଠୁ ଆମେ ଶିଖିଲେ ନା ଇତିହାସରୁ। ସେଥିରେ ଐଶ୍ୱର୍ଯ୍ୟଶାଳୀ ରାଜାର ଯେପରି ଭୂମିକା ରହିଛି, ଦରିଦ୍ର କୃଷକର ମଧ୍ୟ ସେପରି ଭୂମିକା ରହିଛି। ଇତିହାସ ଯେଉଁ ଅତୀତରେ ଘଟିଯାଇଥିବା ଘଟଣାବଳୀକୁ ଆମେ ଇତିହାସ କହୁଛେ। ତ ସେଥିରେ ରାଜାର ଆଉ ଦରିଦ୍ର ସହିତ କ'ଣ ସମ୍ପର୍କ ରହିଲା? ଐଶ୍ୱର୍ଯ୍ୟଶାଳୀ ରାଜାର ଯାହା ଭୂମିକା ରହିଛି, ଦରିଦ୍ର କୃଷକର ମଧ୍ୟ ସେଥିରେ ସେହି ଭୂମିକା ରହିଛି। କାରଣ ଉଭୟ ସମାଜ ଉନ୍ନତିରେ ସହାୟକ ହୋଇଥାନ୍ତି। କାରଣ ସମାଜର ଉନ୍ନତି ପାଇଁ ଖାଲି ରାଜାର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ତାହା ନୁହେଁ, ଜଣେ କୃଷକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ଯେପରି ତା'ର ସମଗ୍ର ଇତିହାସ ଜାଣିବାର ଆବଶ୍ୟକତା ରହିଥାଏ। ଆମେ ଜଣକୁ ଜାଣିବା, ଆମେ ତ କ'ଣ ପଚାରୁଛେ? ତୋ ନାଁ କ'ଣ, ତୋ ବାପାଙ୍କ ନାଁ କ'ଣ, ତୁ କ'ଣ କରୁଥିଲୁ, ତୋ ଘର କେଉଁଠି, ତ ଅତୀତ ଜିନିଷ ପଚାରୁଛୁ ନା ପଚାରୁନେ? ତେଣୁ ଜଣେ ମନୁଷ୍ୟକୁ ଆମେ ଜାଣିବାକୁ ହେଲେ ତା'ର ସମଗ୍ର ଇତିହାସ ଆମେ ତା ବିଷୟରେ ତା'ର ଅତୀତ ଜିନିଷକୁ ଜାଣିବା ଦରକାର। ଠିକ୍ ସେହିପରି ଗୋଟିଏ ସମାଜକୁ ଜାଣିବା ପାଇଁ ତା'ର ଇତିହାସ ଜାଣିବାକୁ ହୋଇଥାଏ। ଠିକ୍ ସେମିତି ଗୋଟିଏ ସମାଜକୁ ଆମକୁ ଜାଣିବାକୁ ହେଲେ ତା'ର ଅତୀତର ଇତିହାସ ଘଟଣାବଳୀକୁ ମଧ୍ୟ ଆମେ ଜାଣିବା ନିହାତି ଜରୁରୀ। ଠିକ୍ ସେହିପରି ବ୍ୟକ୍ତିଗତ ଜୀବନର ଇତିହାସକୁ ଆମେମାନେ ଜୀବନ ଚରିତ୍ର କହୁଥିଲା ବେଳେ ସମାଜ ଜୀବନ ଇତିହାସକୁ ଆମେ ଜାତୀୟ ଜୀବନ ଚରିତ୍ର କୁହାଯାଇଥାଏ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ମନେ ରଖ। ବ୍ୟକ୍ତିଗତ ଜୀବନର ଇତିହାସକୁ ଆମେମାନେ ଜୀବନ ଚରିତ୍ର, ଆମେ ଜଣଙ୍କୁ ବ୍ୟକ୍ତିଗତ ଭାବରେ ପଚାରୁଛେ ତୋ ଜୀବନ ଚରିତ୍ର କ'ଣ, ସେଟାକୁ ଆମେ କ'ଣ କହୁଛେ? ତା'ର ଜୀବନ ଚରିତ୍ର ବୋଲି କହୁଛେ। ଠିକ୍ ସେମିତି ସମାଜ ଜୀବନର ଇତିହାସକୁ ଆମେ ଜାଣିବାକୁ ହେଲେ ତାହେଲେ ଆମେ ତାକୁ କ'ଣ ବୋଲି କହିବା? ସମାଜ ଜୀବନ ଜାଣୁଛେ, ତେଣୁ ତାକୁ ଜାତିର ଜୀବନ ଚରିତ୍ର ବୋଲି କୁହାଯାଇଥାଏ। ମନୁଷ୍ୟ ସାଧାରଣ ସ୍ତର ବା ହୀନ ଅବସ୍ଥାରୁ କିପରି ସଭ୍ୟତାର ଶୀର୍ଷ ସ୍ତରରେ ପହଞ୍ଚିଛି ତାହା ଜାଣିବା ପାଇଁ କେବଳ ଜଣେ ଅଧେ ରାଜାର ଇତିହାସ ପଢ଼ିଦେଲେ ହେବ ନାହିଁ। ଆଜି ଆମ ସମାଜ ଅତୀତରେ କ'ଣ ଥିଲା, ଏବେ ଆଜି କେଉଁଠି ପହଞ୍ଚିଛି, ଏଇଟା କେବଳ ଯେ କ'ଣ ଖାଲି ଜଣେ ଆମେ ବା ପୂର୍ବରୁ ପଢ଼ିଲେ ଯେ ରାଜାର ଯେତିକି ଗୁରୁତ୍ୱ, ଜଣେ କୃଷକର ମଧ୍ୟ ସେତିକି ଗୁରୁତ୍ୱ ରହିଛି। ତେଣୁ ଖାଲି ଯେ ଜଣେ ଅଧେ ରାଜାର ଇତିହାସ ପଢ଼ିଦେଲେ ଆମ ସଭ୍ୟତା ବିଷୟରେ ଜାଣିଦେବା, ସେଇଟା ବଡ଼ କଥା ନୁହେଁ। ଜଣେ ରାଜାର ଇତିହାସ ପଢ଼ିଦେଲେ ହେବ ନାହିଁ, କାରଣ ଯେଉଁଥିରେ ମାନବ ପ୍ରକୃତିର କ୍ରମ ବିକାଶର ଛବି ନାହିଁ ତାହା ପ୍ରକୃତ ଇତିହାସ ପଦବାଚ୍ୟ ହୋଇନଥାଏ। ତା'ମାନେ ଇତିହାସ ପଦବାଚ୍ୟ କେଉଁଟା ହୋଇଥାଏ? ଯେଉଁଠି ମାନବ ପ୍ରକୃତିର କ୍ରମ ବିକାଶର ଛବି ଅଛି। ଏହି ଦୃଷ୍ଟିରୁ ବିଚାର କଲେ ପ୍ରକୃତ ଇତିହାସ ଏପର୍ଯ୍ୟନ୍ତ ରଚନା କରାଯାଇ ନାହିଁ। ବର୍ତ୍ତମାନ ସମୟରେ ମାନବ ସମାଜ ଯେପରି କ୍ରମଶଃ ଉନ୍ନତି ମୁଖରେ ଅଗ୍ରସର ହେଉଅଛି, ସେହିପରି ଇତିହାସ ଲିଖନ ପ୍ରଣାଳୀର ଧାରା କ୍ରମଶଃ ଉନ୍ନତ ହେଉଅଛି। ଏବେ ସଭ୍ୟତାର ମଧ୍ୟ ତୁମେ ତ ମାନେ ବଡ଼ ପିଲା ହେଇଗଲଣି, ତୁମେ ନିଜେ ଅନୁଭବ କରିପାରୁଥିବ ଅତୀତର ଇତିହାସ ଘଟଣାବଳୀକୁ କେତିକି ଉନ୍ନତ କରାଯାଇଥିବ ଏବଂ ବର୍ତ୍ତମାନର ଇତିହାସ ଲିଖନ ପ୍ରଣାଳୀର ଧାରା ନିଶ୍ଚିତ ଭାବରେ ତା'ଠାରୁ ଉନ୍ନତ, ଯେହେତୁ କି ଆଜି ବିଜ୍ଞାନର ମଧ୍ୟ ଉନ୍ନତି ଘଟିଲାଣି। ପ୍ରତିଭାଶାଳୀ ପଣ୍ଡିତମାନେ ଏ କ୍ଷେତ୍ରରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। କେଉଁ କ୍ଷେତ୍ରରେ? ନା ଅତୀତର ଘଟଣାବଳୀକୁ କିଭଳି ଇତିହାସ ଲିଖନ ପ୍ରଣାଳୀର ଧାରାରେ ଆମେ ଉନ୍ନତ କରିପାରିବା, ସେଥିପାଇଁ କେଉଁମାନେ ଲାଗିଛନ୍ତି? ନା ପ୍ରତିଭାଶାଳୀ କିଏ? ପଣ୍ଡିତମାନେ। କେମିତି? ନା ସେ ଖାଲି ଗୋଟେ ଜିନିଷକୁ ଆମେ ଜାଣିଦେଲେ ଲେଖିଦେବା ସେଇଟା ନୁହଁ। କେମିତି ହେଲା, କେଉଁଠୁ ହେଲା, କାହିଁକି ହେଲା, ତା ହେବା ପଛରେ କ'ଣ ଭୂମିକା ରହିଛି, ଏସବୁ ଜିନିଷକୁ ସେମାନେ କ'ଣ ତନ୍ନ କରି ପଣ୍ଡିତମାନେ କ'ଣ ପରଖି ତାପରେ ଲିଖନ ପ୍ରଣାଳୀକୁ ଉନ୍ନତ ମୁଖର କରୁଛନ୍ତି। ଉନ୍ନତି ଆଦର୍ଶର ଅନୁସରଣ କରିବା ହିଁ ମନୁଷ୍ୟର କର୍ତ୍ତବ୍ୟ। ନିଶ୍ଚିତ ଭାବରେ ଆମର କର୍ତ୍ତବ୍ୟ କ'ଣ? ଆମେ କେମିତି ଆମ ଅତୀତର ଇତିହାସକୁ ବର୍ତ୍ତମାନ ତାକୁ ଉନ୍ନତ ପ୍ରଣାଳୀରେ ସମାଜକୁ ପ୍ରତିନିଧିତ୍ୱ କରିପାରିବା। ପ୍ରଥମ ଅବସ୍ଥାରେ ଇତିହାସର ଅସ୍ତିତ୍ୱ ନଥିଲା। ପ୍ରଥମରୁ କ'ଣ ଥିଲା? ନା ଇତିହାସର କିଛି ଅସ୍ତିତ୍ୱ ବୋଲି ଗୋଟେ ଜିନିଷ ନଥିଲା। କାରଣ ତାକୁ କିଏ ଲେଖୁଥିଲା? ସେତିକି ଉନ୍ନତି ଥିଲା ନା ଲୋକ ସେତିକି ପାଣ୍ଡିତ୍ୟ ଥିଲେ ବା ତେଣୁ ଅତୀତର ଇତିହାସର କୌଣସି ଅସ୍ତିତ୍ୱ ନଥିଲା। ଆମ ଦେଶ କାହିଁକି କୌଣସି ଦେଶର ଇତିହାସ ରଚନା କରିବାର ଆଗ୍ରହ ନଥିଲା ମଧ୍ୟ? ଆମ ଦେଶ କାହିଁକି କୌଣସି ଦେଶରେ ଇତିହାସ ରଚନା କରିବାର ଆଗ୍ରହ ନଥିଲା? କେବଳ ପ୍ରାଚୀନ ଇତିହାସରେ କେତେ ଗୁଡ଼ିଏ କ୍ଷମତାଶୀଳ ବୀରପୁରୁଷମାନଙ୍କର କଳ୍ପନା ମିଶ୍ରିତ ବିବରଣୀ ଲେଖାଯାଇଥିଲା। ତା'ମାନେ ଏଠୁ ଆମେ କ'ଣ ବୁଝିଲେ? ଯେ ପ୍ରାଚୀନ ଇତିହାସରେ କେତେ ଗୁଡ଼ିଏ ଆଜି ଯେଉଁ ବୀରପୁରୁଷମାନେ ଆମ ପାଇଁ ଛାତି ପୋତିକି ଜୀବନ ଦେଇଛନ୍ତି, ସେ ବୀରପୁରୁଷମାନଙ୍କର କଳ୍ପନା ମିଶ୍ରିତ ବିବରଣୀ ଲେଖାଯାଇଥିଲା।
ମାନେ ଆମେ ଯଦି ଇତିହାସରେ ଏଇ ଯୁଦ୍ଧ ହେଇଥିଲା, ଏଥିରେ ଏତିକି ବୀରପୁରୁଷ ତାକୁ ଆମେ ଦେଖିଛେ, ତ କଳ୍ପନା କରିକି ଆମେ ତାକୁ ସେ ବିବରଣୀକୁ ଲେଖୁଥିଲେ। ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ଆମ ଦେଶରେ କଳ୍ପନାର ମାତ୍ରା ଅଧିକ। ତା'ମାନେ ଆମେ ଏଇଥିରୁ କ'ଣ ବୁଝିଲେ? ଆମ ଦେଶରେ କଳ୍ପନା ମାନେ ଭାବିବାର ମାତ୍ରାଟା କଳ୍ପନା କରିକି ଆମେ ଲେଖିପାରୁଥିଲେ, ସେଇଟା ଆମର ଅଧିକ ଥିଲା। କାରଣ ହିନ୍ଦୁ ଜାତି ଅଧିକ କଳ୍ପନା ପ୍ରିୟ। କେଉଁ ଜାତି? ହିନ୍ଦୁ ଜାତି। ଏପରିକି ଆମ ଦେଶର ଚିକିତ୍ସା ଶାସ୍ତ୍ରରେ ରସିକତା, କେଉଁଥିରେ? ଚିକିତ୍ସା ଶାସ୍ତ୍ରରେ ରସିକତା, ଭାବୁକତା, ଅଳଙ୍କାର ଓ ଆଡ଼ମ୍ବରର ଯେପରି ସମାବେଶ ରହିଛି, ଅନ୍ୟ ଦେଶର କାବ୍ୟ ନାଟକରେ ମଧ୍ୟ ସେପରି ନାହିଁ। ତା ମାନେ କ'ଣ ଆମେ ଏଥିରୁ ବୁଝିଲେ? ଆମ ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଅର୍ଥାତ୍ ହିନ୍ଦୁମାନେ ଅଧିକ କଳ୍ପନା ପ୍ରିୟ ଥିଲେ, ଯେଉଁଟାକି ସେମାନେ ଭାବିକିରି ବୁଦ୍ଧିଜୀବୀ ପଣ୍ଡିତମାନେ ବହୁତ କିଛିକୁ ଲେଖି ପାରୁଥିଲେ। ସୁତରାଂ ଏହି କଳ୍ପନା ମିଶ୍ରିତ ବିବରଣୀରୁ ଆମେ ବିଶୁଦ୍ଧ ଇତିହାସ ପାଇ ନଥାଉ। କଳ୍ପନା ଗୋଟେ ଜିନିଷକୁ ତୁମେ ଅନୁଭବ କରିବ, ଲେଖିବ, ତାକୁ ଦେଖିବ, ଲେଖିବ। ତା ଯେମିତି ହବ ଆମେ ଭାବିକି ତା ବିଷୟରେ ଅନୁଧ୍ୟାନ କରିକିରି ଚିନ୍ତା କରିକିରି ଲେଖିବା, ସେଇଟା କେତେ ଦୂର ଠିକ୍? ତେଣୁ ଆମେ କ'ଣ କହିଲେ ଯେ ସେଇ ବିବରଣୀଟା ମାନେ ବିଶୁଦ୍ଧ ଇତିହାସ ହୋଇନଥାଏ। ଅନେକ ସମୟରେ ଏହି କଳ୍ପନାର ମିଶ୍ରଣ ପାଇଁ ଇତିହାସ ସାହିତ୍ୟ ସହିତ ମିଶିଯାଇଛି। ତେଣୁ ବେଳେବେଳେ ସେଇ କଳ୍ପନାଟା କ'ଣ ହେଇଛି ନା ସାହିତ୍ୟ ସହିତ ମଧ୍ୟ ମିଶିଯାଇଛି। ଆମେ ଯାହା କଳ୍ପନା କରି ଗଦ୍ୟରେ ଲେଖିଛେ, ତାକୁ ମଧ୍ୟ ଆମେ ସାହିତ୍ୟ ମାଧ୍ୟମରେ ରୂପ ଦେଇଛେ। ପ୍ରାଚୀନ ଧର୍ମଶାସ୍ତ୍ରରେ ଐତିହାସିକ ସତ୍ୟତା ରହିଛି। ଇଭିନ୍ ପ୍ରାଚୀନ ଧର୍ମଶାସ୍ତ୍ରରେ ମଧ୍ୟ ଐତିହାସିକ ସତ୍ୟତା କ'ଣ ରହିଛି। ପୁରାତନ ବାଇବେଲ ଏବଂ ଆମମାନଙ୍କର ବେଦ ତାହାର ଉଜ୍ଜ୍ୱଳ ପ୍ରମାଣ ସ୍ୱରୂପ। ପୁରାତନର ବାଇବେଲ ଏବଂ ଆମ ବେଦରେ ମଧ୍ୟ ଏଭଳି ଅନେକ ଘଟିଯାଇଥିବା ଐତିହାସିକ ଇତିହାସ ଘଟଣାବଳୀ ଲେଖାଯାଇଛି। ଏହା ହେଉଛି ତା'ର ଜ୍ୱଳନ୍ତ ଉଦାହରଣ। ସେହିପରି ଭିନ୍ନ ଭିନ୍ନ କାଳର ମନ୍ଦିର, ଗୃହ, ଖୋଦିତ ମୂର୍ତ୍ତି, ଫଳଗାଦିରେ ସେହି ଦେଶର ଓ କାଳର ଇତିହାସ ରହିଛି। ଭିନ୍ନ ଭିନ୍ନ କାଳର ମନ୍ଦିର ଅଛି, ଘର ବି ଅଛି, ଖୋଦିତ ମୂର୍ତ୍ତି ବି ଅଛି, ଆଉ ଆମର ଯେଉଁ ଫଳକରେ ସବୁ ଖୋଦିକି ଲେଖା ବି ହେଇଥାଏ, ସେଗୁଡ଼ିକ ମଧ୍ୟ ସେହି ଦେଶର କାଳର ଇତିହାସ ମଧ୍ୟ ସେଥିରେ ସୂଚାଇ ଦେଉଛି। ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ପଣ୍ଡିତମାନେ ସେମାନଙ୍କ ମନୀଷା ବଳରେ ସାହିତ୍ୟର ବିଭିନ୍ନ ବିଭାଗରୁ ପ୍ରାଚୀନ କୀର୍ତ୍ତି, ଖୋଦିତ ମୂର୍ତ୍ତି ଓ ଫଳଗାଦିରୁ ଐତିହାସିକ ସତ୍ୟ ନିର୍ଣ୍ଣୟ କରି ଆମ ନିକଟରେ ପ୍ରାଚୀନ ଇତିହାସ ନାମକ ଉପାଦେୟ ବସ୍ତୁ ଉପସ୍ଥାପିତ କରିଛନ୍ତି। କେଉଁମାନେ? ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ପଣ୍ଡିତମାନେ, ଯେଉଁମାନେ କି ଚିନ୍ତା କରିକିରି ସେମାନଙ୍କର ମନୀଷା ବଳରେ ଅର୍ଥାତ୍ ବୁଦ୍ଧି ବଳରେ, ତା'ମାନେ ସେମାନଙ୍କର ଭାବନାର ଶକ୍ତି କେତେ ଗୂଢ଼ ଥିଲା। ବିଭିନ୍ନ ବିଭାଗରୁ ପ୍ରାଚୀନ ଅତୀତର କିଛି କୀର୍ତ୍ତିରାଜି, ଏବେ ଆମର କୋଣାର୍କ, ଆମେ କ'ଣ ସେଥିରେ ଖୋଦିତ ହେଇକି ମୂର୍ତ୍ତି ସବୁ ତିଆରି ହେଇଥିଲା, କାରୁକାର୍ଯ୍ୟ ହେଇଥିଲା, ଆମେ କ'ଣ ଦେଖିଛେ ତାକୁ? ତ ତାକୁ ଭାବିଚିନ୍ତି ଖୋଦିତ ମୂର୍ତ୍ତି ଆଉ ଯେଉଁ ଫଳକ ଗୁଡ଼ାକ ଐତିହାସିକ ସତ୍ୟ ନିର୍ଣ୍ଣୟ କରି ଆମ ନିକଟରେ ତାକୁ ଯାହା ସବୁ ଲେଖାଯାଇଥାଏ ଫଳକରେ, ତା'ର ସତ୍ୟତାକୁ ପ୍ରମାଣ କରିକି ସେମାନେ ମଧ୍ୟ ଆମକୁ ପୁସ୍ତକ ଆଗରେ ବା ସାହିତ୍ୟ ଆଗରେ ମଧ୍ୟ ଉପସ୍ଥାପନ କରିଛନ୍ତି। ତା'ର ସତ୍ୟତା ଆମ ନିକଟରେ ପ୍ରାଚୀନ ଇତିହାସ ନାମକ ଉପାଦେୟ ବସ୍ତୁ ଉପସ୍ଥାପିତ କରିଛନ୍ତି। ମାତ୍ର ସେହି ସଂଗୃହୀତ ଅଂଶ ଇତିହାସ ନୁହେଁ ବୋଲି ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ ଅଭିମତ। କିନ୍ତୁ ସେଇ ପଣ୍ଡିତମାନଙ୍କୁ କେଉଁମାନେ କାଟିଛନ୍ତି ନା ସେହି ସଂଗୃହୀତ ଅଂଶ ଇତିହାସ ନୁହେଁ ବୋଲି, ଯାହା ଆମେ ପୂର୍ବରୁ ପଢ଼ିଲେ ଯେ ପଣ୍ଡିତମାନେ ସେ ମନୀଷା ବଳରେ ଯେଉଁ ପ୍ରାଚୀନ କିଛି ଖୋଦିତ ମୂର୍ତ୍ତିକୁ ଐତିହାସିକ ସତ୍ୟ ନିର୍ଣ୍ଣୟ କରିଛନ୍ତି ଆମ ନିକଟରେ, କିନ୍ତୁ ତାକୁ ଏଠି କ'ଣ କରିଛନ୍ତି ନା ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ ସେଇ ଅଂଶକୁ ଇତିହାସ ନୁହେଁ ବୋଲି କହିଛନ୍ତି। ପୁରୁଣା ଜିନିଷକୁ ଖୋଜିକି ଯେଉଁମାନେ ସେମାନେ ବାହାର କରିଛନ୍ତି, ତ ପ୍ରତ୍ନତତ୍ତ୍ୱବିତ୍ ପଣ୍ଡିତମାନେ କହିବା ଅର୍ଥ ଯେ ସେଇଟା ହେଉଛି ପ୍ରକୃତ ଇତିହାସ ନୁହେଁ ବା ତା'ର ସମ୍ପୂର୍ଣ୍ଣ ସତ୍ୟତା ନାହିଁ। ଲେଖକଙ୍କ ମତରେ ପ୍ରକୃତ ଇତିହାସ କ'ଣ ନା ପ୍ରକୃତ ଇତିହାସ ପଶ୍ଚାତ ଦେଶରେ ଅନେକ କିଛି ଦେଖିବାକୁ ମିଳେ। କେଉଁଟା? ଲେଖକଙ୍କ ମତରେ ପ୍ରକୃତ ଇତିହାସ କେଉଁଠି ନା ପଶ୍ଚାତ ଦେଶରେ ଅନେକ କିଛି ଦେଖିବାକୁ ମିଳେ ଏବଂ ଚିନ୍ତାଶୀଳ ପାଠକମାନେ ତାହା ପାଠ କରିବାକୁ ସମର୍ଥ ହୁଅନ୍ତି। ଲେଖକଙ୍କ ମତରେ ଆମେ କ'ଣ ବୁଝିଲେ ନା ପ୍ରକୃତ ଇତିହାସ କେଉଁଠୁ ମିଳେ ନା ପଶ୍ଚାତ ଦେଶରେ ଅନେକ କିଛି ଦେଖିବାକୁ ମିଳେ, ଯେଉଁଟାକୁ କି ଚିନ୍ତାଶୀଳ ବୁଦ୍ଧିଜୀବୀ ପାଠକମାନେ ତାକୁ ପାଠ କରିବାକୁ ସମର୍ଥ ହୋଇଥାନ୍ତି। ଦେଖ